ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି, ତା ସହିତ ଟିକେ ଆଗକୁ ବଢିବା ଆଉ ଜାଣିବା ଓଡ଼ିଶାର ଇତିହାସ। ପ୍ରତ୍ୟେକ ଭିଡିଓରେ ଆମେ ଏକ ପ୍ରଶ୍ନ ଆଣିବା, ସେଇ ପ୍ରଶ୍ନର ଉତ୍ତର ଖୋଜିବା ଆଉ ତା ସହିତ ଜାଣିବା ଆମେ ଓଡ଼ିଶାର ଇତିହାସ, କିନ୍ତୁ ମାତ୍ର 5 ଧାଡିରେ। ଆଉ ଯଦି ଅଧିକା ଜାଣିବାର ଅଛି କମେଣ୍ଟ କରିବ, ତାକୁ ଆମେ ନେଇକି ଆସିବା। ତାହେଲେ ଯିବା ଜାଣିବା ଆଜିର ଭିଡିଓରେ କଣ ରହିଛି। ଶହୀଦ ବାଜି ରାଉତଙ୍କ ଅବଦାନ ବିଷୟରେ ଜାଣିବା। 1938 ମସିହାରେ ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ବାଜି ରାଉତ କେବଳ 12 ବର୍ଷ ବୟସରେ ବ୍ରିଟିଶ ସୈନିକଙ୍କ ବିରୁଦ୍ଧରେ ସାହସର ସହିତ ଠିଆ ହୋଇଥିଲେ। ସେ ତାଙ୍କ ଦେଶ ପ୍ରତି ଉଲ୍ଲେଖନୀୟ ସାହସ ଏବଂ ଆନୁଗତ୍ୟ ଦେଖାଇ ବ୍ରିଟିଶ ପୋଲିସକୁ ଓଡ଼ିଶାରେ ବ୍ରାହ୍ମଣୀ ନଦୀ ପାର କରାଇବାକୁ ମନା କରିଥିଲେ। ତାଙ୍କର ସାହସିକ କାର୍ଯ୍ୟ ଅନେକ ଯୁବ ଭାରତୀୟଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେବା ଏବଂ ନିର୍ଭୀକ ଭାବରେ ବ୍ରିଟିଶ ଶାସନକୁ ପ୍ରତିରୋଧ କରିବାକୁ ପ୍ରେରଣା ଦେଇଥିଲା। ତାଙ୍କୁ ବ୍ରିଟିଶ ପୋଲିସ ଗୁଳିରେ ହତ୍ୟା କରିଥିଲା ଏବଂ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ସବୁଠାରୁ କନିଷ୍ଠ ଶହୀଦ ହୋଇଥିଲେ। ତାଙ୍କ ଜୀବନ ଏବଂ ବଳିଦାନକୁ ଓଡ଼ିଶା ଏବଂ ସାରା ଭାରତରେ ସାହସ, ବଳିଦାନ ଏବଂ ଜାତୀୟତାର ପ୍ରତୀକ ଭାବରେ ମନେ ରଖାଯାଏ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦବ, ଭିଡିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଆଇକନ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।